ଏବେ ଗୋଟେ ବଡ଼ ଅପଡେଟ୍ ଆପଣମାନଙ୍କ ପାଇଁ ଆସିଛି। ତାହା ହେଉଛି କ'ଣ ନା ଆମର ପ୍ରଧାନମନ୍ତ୍ରୀ ଯେ ରହିଥାନ୍ତି ତାଙ୍କର ପର୍ସନାଲ ସେକ୍ରେଟାରୀ ରହିଥାନ୍ତି, ରାଇଟ୍। ତ ପର୍ସନାଲ ସେକ୍ରେଟାରୀ ପ୍ରଧାନମନ୍ତ୍ରୀଙ୍କର ବର୍ତ୍ତମାନ ଅଛନ୍ତି ପ୍ରମୋଦ କୁମାର ମିଶ୍ର। କିନ୍ତୁ ଏବେ ଅପଡେଟ୍ କ'ଣ ଆସିଲା ନା ଶକ୍ତିକାନ୍ତ ଦାସ ଯିଏକି ଓଡ଼ିଆ ବ୍ୟକ୍ତି ଏବଂ ପୂର୍ବରୁ ଆର୍ବିଆଇର 25ତମ ଗଭର୍ଣ୍ଣର ଥିଲେ। ଏଇ ଡିସେମ୍ବର 10, 2024 କାର୍ଯ୍ୟକାଳ ସରିଥିଲା। ବର୍ତ୍ତମାନ ତାଙ୍କୁ ଆପଣ ଚିଠି ଦେଖିପାରୁଥିବେ। ଶକ୍ତିକାନ୍ତ ଦାସ ରିଟାୟାର୍ଡ ଆଇଏଏସ୍ ଥିଲେ, ତାଙ୍କୁ ବର୍ତ୍ତମାନ ପ୍ରିନ୍ସିପାଲ ସେକ୍ରେଟାରୀ 2 ଭାବରେ ଆପଏଣ୍ଟ କରାଯାଇଛି ଚିଠି ମାଧ୍ୟମରେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କର 2 ଜଣ ପ୍ରିନ୍ସିପାଲ ସେକ୍ରେଟାରୀ, ଜଣେ ହେଉଛନ୍ତି ପ୍ରମୋଦ କୁମାର ମିଶ୍ର, ସିଏ ବି ଓଡ଼ିଆ, ଏବଂ ଶକ୍ତିକାନ୍ତ ଦାସ ସିଏ ବି ଓଡ଼ିଆ। ତ ଓଡ଼ିଆ ହିସାବରେ 2 ଜଣ ବର୍ତ୍ତମାନ ପର୍ସନାଲ ସେକ୍ରେଟାରୀ ରହିଲେ ପ୍ରଧାନମନ୍ତ୍ରୀଙ୍କର, ଆପଣ ଦେଖିପାରୁଥିବେ। ଏବଂ ଇଏ କଣ୍ଟିନ୍ୟୁ କରିବେ ପ୍ରଧାନମନ୍ତ୍ରୀଙ୍କ ସହିତ କୋ ଟର୍ମିନସ୍ ହିସାବରେ, ଅର୍ଥାତ୍ ପ୍ରମୋଦ କୁମାର ମିଶ୍ରଙ୍କ ସହିତ ଇଏ ବି କଣ୍ଟିନ୍ୟୁ କରିବେ ଅନ୍ଟିଲ୍ ଫର୍ଦର ନୋଟିସ୍, ଅର୍ଥାତ୍ ଯେତେବେଳେ ନୋଟିସ୍ କିଛି ଆସିନାହିଁ ସେତେବେଳେ ସେ କଣ୍ଟିନ୍ୟୁ କରିବେ। ଆପଣ ଦେଖିପାରୁଥିବେ। ତ ନୂଆ ବର୍ତ୍ତମାନ ପର୍ସନାଲ ସେକ୍ରେଟାରୀ ବର୍ତ୍ତମାନ ଶକ୍ତିକାନ୍ତ ଦାସ ହେଇସାରିଛନ୍ତି। 2 ଜଣ ବର୍ତ୍ତମାନ ପର୍ସନାଲ ସେକ୍ରେଟାରୀ ରହିଲେ।